ଶିକ୍ଷାନୁଷ୍ଠାନର ମାନ ସମ୍ମାନ ଆଉ ପ୍ରତିଷ୍ଠା ତାହା ସେଇମାନଙ୍କୁ ଦାୟୀ କରେ ଯେଉଁମାନେ ଏଇ ପରିସର ଭିତରକୁ ଆସନ୍ତି। ଆଉ ଏ ପରିବେଶ ଆମ ଅଞ୍ଚଳର ଗର୍ବ ଆଉ ଗୌରବ। ସବୁଦିନ ପାଇଁ ସେ ଗର୍ବ ଗୌରବକୁ ବଜାୟ ରଖିବା ପାଇଁ ସମସ୍ତେ ଚେଷ୍ଟିତ। ଦର୍ଶକ ବନ୍ଧୁ ନମସ୍କାର। ଆଜି ଆମେ ଅଛୁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ। ଆଉ ଆମ ସାଙ୍ଗରେ ଆପଣ ଯାହାକୁ ଦେଖୁଛନ୍ତି ସେ ପୂର୍ବତନ ଅଧ୍ୟକ୍ଷ, ଜଣେ ମଣିଷ ତିଆରି କାରଖାନାର ବିନ୍ଧାଣୀ। କେତେ ଛାତ୍ରଛାତ୍ରୀଙ୍କୁ ତାଙ୍କ ଜୀବନର ଶୀର୍ଷ ସ୍ତରରେ ପହଞ୍ଚିବାରେ ତାଙ୍କର ସହଯୋଗ ଆଉ ଅବଦାନ ଅତୁଳନୀୟ। ପ୍ରଫେସର ଡକ୍ଟର ଶୈଳେନ୍ଦ୍ର ମହାପାତ୍ର। ଏ ଚିହ୍ନା ମୁହଁଟି ଆଜି ଆମେ ଏଇଥିପାଇଁ ଆପଣଙ୍କ ସାମ୍ନାରେ ଆଣିଛୁ। ଆଜି 79ତମ ପ୍ରତିଷ୍ଠା ଦିବସ। ଆଉ ଭଦ୍ରକ କଲେଜର ଏ ପରିସର ଭିତରେ ଯେତେବେଳେ କୋଳାହଳପୂର୍ଣ୍ଣ ବାତାବରଣ ସୃଷ୍ଟି ହେଇଛି, ସେତେବେଳେ ସାରଙ୍କ ପାଖରୁ ଦୁଇପଦ କଥା ଶୁଣିବା, କେମିତି କେଉଁ ପରିସ୍ଥିତିରେ ଏ କଲେଜର ସୁନାମ ସବୁଦିନ ପାଇଁ ଓଡିଶାରେ ରହିଥିଲା। ସାର୍ ଆପଣଙ୍କୁ ସ୍ୱାଗତ କରୁଛି। ଧନ୍ୟବାଦ। ସାର୍ କଣ କହିବେ, ଆଜି ଆପଣ ଏଇ ପରିସର ଭିତରେ ପୁଣି ଥରେ ଅଛନ୍ତି, ସବୁବେଳେ ଆସୁଛନ୍ତି। ଆଜି ଯୋଉ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହଉଛି ଏଠି, ସେ ବିଷୟ ନେଇ କଣ କହିବେ ସାର୍? ଏ ପ୍ରତିଷ୍ଠା ଦିବସ ଆଜି କଲେଜ ପାଳନ କରୁଛି। ତ ଯେହେତୁ ମୁଁ ଏ କଲେଜର ଏକଦା ପୂର୍ବତନ ଛାତ୍ର ଥିଲି, ଅଧ୍ୟାପକ ଥିଲି, ଉପାଧ୍ୟକ୍ଷ ଥିଲି, ଅଧ୍ୟକ୍ଷ ହିସାବରେ ଏଠି ମୁଁ ଅବସର ନେଇଛି କଲେଜରୁ। ପିଲାଟି ଦିନରୁ ଏ କଲେଜ ସହିତ ମୁଁ ଓତପ୍ରୋତ ଭାବେ ଜଡ଼ିତ। ଏଠି ଯେଉଁମାନେ ବର୍ତ୍ତମାନ ଆସିଛନ୍ତି, ସଭାମଞ୍ଚ ଉପରେ ବସିଛନ୍ତି ବା ବସିବେ, ତାଙ୍କ ପାଖରୁ ଯେହେତୁ ମୁଁ ବୟୋଜ୍ୟେଷ୍ଠ, ମୋର ଅଭିଜ୍ଞତା ବେଶୀ, ଏଟା ସ୍ୱାଭାବିକ କଥା। ଏଇ ଯେଉଁମାନଙ୍କ ଆପଣ କହୁଛନ୍ତି ପ୍ରାଣ ପ୍ରତିଷ୍ଠା, ମୁଁ ସେମାନଙ୍କର ସମ୍ପର୍କରେ ଆସିଛି। ଶକଡ଼ି ମହାନ୍ତି ହୁଅନ୍ତୁ, ଡକ୍ଟର ହରେକୃଷ୍ଣ ମହତାବ ହୁଅନ୍ତୁ, ନରେନ୍ଦ୍ର ପ୍ରସାଦ ଦାସ ହୁଅନ୍ତୁ, ଯେଉଁମାନଙ୍କୁ କୁହାଯାଏ ପ୍ରାଣ ପ୍ରତିଷ୍ଠାତା, ସେମାନଙ୍କ ସମ୍ପର୍କରେ ମୁଁ ଆସିଛି ପିଲାଟି ଦିନରୁ। କାରଣ ଏଇ ସହରର ମୁଁ ବାସିନ୍ଦା, ଏଇ କଲେଜରେ ମୁଁ ପାଠ ପଢିଛି, ସୁତରାଂ ମୋର ଅଭିଜ୍ଞତା ମୋର ପ୍ରଚୁର। କିନ୍ତୁ ଗୋଟିଏ କଥା କହିବି, ଶୁଣିବେ? ଆପଣଙ୍କ ମାଧ୍ୟମରେ ମୁଁ ସମସ୍ତଙ୍କୁ କହିବା ପାଇଁ ଚାହେଁ, ହଁ, ଏ 3 ଜଣ ହେଲେ ପ୍ରାଣ ପ୍ରତିଷ୍ଠାତା। କଲେଜର ଯାହା ଉନ୍ନତି ହେଇଛି ଏ 3 ଜଣଙ୍କ ପାଇଁ ପ୍ରାରମ୍ଭରୁ ହେଇଛି, କିନ୍ତୁ ୟା ପଛରେ ନେପଥ୍ୟରେ ବ୍ୟାକଗ୍ରାଉଣ୍ଡରେ ସାଧାରଣ ମଣିଷର, ଏପରିକି ଗୋଟେ ରିକ୍ସାବାଲାର, ଗୋଟେ ମୂଲିଆର, ସାଧାରଣ ନାଗରିକର ସମସ୍ତଙ୍କର ଅବଦାନ ଅଛି ଏ ବିରାଟ କଲେଜର ଉନ୍ନତି ପାଇଁ। ଆପଣ କହିବେ କେମିତି? ସେ ସମୟରେ ଯେତେବେଳେ ପ୍ରଥମେ ପ୍ରତିଷ୍ଠା ହେଲା, କେତେ ପଇସା ମୋର ଠିକ ମନେ ପଡୁନି, 5 ପଇସା ନା 10 ପଇସା, ଆମର ଯୋଉ ବଣିକ ସଂଘ ଥିଲେ ସେମାନେ କିଛି ଅନୁଦାନ କରୁଥିଲେ। ସେ ପଇସାଟା କୋଉଠୁ ଆସୁଥିଲା? ସେ ପଇସା ସାଧାରଣ ନାଗରିକ ପାଖରୁ, ଯୋଉମାନେ ଗରାଖ, ସେଇମାନଙ୍କ ପାଖରୁ ଆଦାୟ ହେଉଥିଲା। ସୁତରାଂ ଆମେ ଜାଣୁ, ସମସ୍ତଙ୍କ ପ୍ରଚେଷ୍ଟାରେ, ସମସ୍ତଙ୍କ ଅବଦାନରେ ଏ କଲେଜଟି ହେଇଛି। ସାର୍, ଦୀର୍ଘ ଦିନର ଅଭିଜ୍ଞତା ଆପଣଙ୍କର, ଦୀର୍ଘ ଦିନର କାର୍ଯ୍ୟକାଳ ଆପଣଙ୍କର ଏଇ କଲେଜରେ। ଏଇ କଲେଜରେ ଗୋଟେ ସୁନାମ ଅଛି ଏ ଅଞ୍ଚଳରେ, କେବଳ ଏ ଅଞ୍ଚଳରେ ନୁହେଁ, ସାରା ଓଡିଶାରେ। ନିଶ୍ଚୟ। ସାର୍ କଣ ପରିବର୍ତ୍ତନ ଦେଖୁଛନ୍ତି ଆପଣଙ୍କ ବେଳେ ଆଉ ଏବେ? ଶୁଣନ୍ତୁ, ମୋ ସମୟରେ 3ଟି କଲେଜ, ବଡ କଲେଜ, ରେଭେନ୍ସା କଲେଜ, ଭଦ୍ରକ କଲେଜ, ଖଲିକୋଟ କଲେଜ। ମୋ ସମୟରେ ଖଲିକୋଟ କଲେଜ ଆଉ ଭଦ୍ରକ କଲେଜ ଏ 2ଟି ପ୍ରାଇଭେଟ କଲେଜ ଥିଲା। ସେ ସମୟରେ ବହୁତ ସୁନାମ ଅର୍ଜନ ଏଇ 3ଟି କଲେଜ କରିଥିଲେ। ପ୍ରାଇଭେଟ କଲେଜ ହିସାବରେ ଖଲିକୋଟ କଲେଜ, ଭଦ୍ରକ କଲେଜ। ତାପରେ ତ ଯେତେବେଳେ 71 ମସିହାରେ ଭଦ୍ରକ କଲେଜକୁ ସରକାର ନେଲେ, କୌଣସି କାରଣ ପାଇଁ କିଛି ଗୋଟେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେଲା। ତାପରେ କଲେଜର ଅଭିବୃଦ୍ଧି ଘଟିଛି, କିନ୍ତୁ କିଛି ସମୟରେ କିଛିଟା ଅବକ୍ଷୟ ମଧ୍ୟ ବି ହେଇଛି। ସେଇ ଅବକ୍ଷୟକୁ ପ୍ରତିରୋଧ କରିବା ପାଇଁ ମଝିରେ ମଝିରେ ଭଲ ଅଧ୍ୟକ୍ଷ ଆସିଛନ୍ତି, ଯୋଉ ସରକାର ମାନେ ଆସିଛନ୍ତି ସେମାନେ ଭଲ ପଦକ୍ଷେପ ନେଇଛନ୍ତି, ଆଉ ବହୁତ ଉନ୍ନତି କରିଛି। ସୁତରାଂ କିଛି ବର୍ଷ ଯେ ଷ୍ଟେଗନେସନ ଅର୍ଥାତ୍ ସ୍ଥାନୁତ୍ୟ ହେଇଛି, ସ୍ଥାନ ପାଲଟି ଯାଇଛି, କିନ୍ତୁ ସାରା ଓଡ଼ିଶାରେ ଏଟା ଗୋଟେ ଅଗ୍ରଣୀ କଲେଜ ହିସାବରେ ପରିଗଣିତ ହେଇ ଆସିଛି, ଏବେ ବି ହେଇଛି। ଏହାର ଉତ୍ତରୋତ୍ତର ଉନ୍ନତି କରିବା ପାଇଁ ସରକାରଙ୍କ ପାଖରେ ଆମର ଯୋଉ ପୁରାତନ ଛାତ୍ର ସଂସଦ ରହିଛି, ସବୁବେଳେ। ସାର୍, ମୁଁ ସେଇ କଥା କହି ଆସୁଥିଲି, ଆପଣ ଯେହେତୁ ଆଲୁମିନିରେ ଅଛନ୍ତି, ଆଲୁମିନିରେ ବିଭିନ୍ନ ସଦସ୍ୟ ମାନେ ଅଛନ୍ତି, ପ୍ରାଣପଣେ ଚେଷ୍ଟା କରୁଛନ୍ତି କଲେଜର କେମିତି ଡେଭଲପମେଣ୍ଟ ହବ,
କେମିତି ଏଇ ପରିବେଶ ଆହୁରି ଟିକେ ସୁସ୍ଥ ହବ ସାର୍ ସରକାରଙ୍କ ପାଖରେ କିଛି ଦାବି ରଖିବାକୁ ଚାହିଁବେ? ଶୁଣନ୍ତୁ, ଆମେ ସରକାରଙ୍କ ପାଖରେ ଦାବି ରଖିଛୁ। ବର୍ତ୍ତମାନ ଯୋଉ ସରକାର ଆସିଛନ୍ତି, ଆମେ ତାଙ୍କ ପାଖରେ ଉପସ୍ଥାପନ କରିଛୁ ଯୋଉ ସ୍ମାରକ ପତ୍ର ଦେବା କଥା। ଏଇ ମାସେ ଭିତରେ ଆମେ କେତେ ଯେ ସ୍ମାରକ ପତ୍ର ଦେଇଛୁ, ବହୁତ ଦେଇଛୁ ସ୍ମାରକ ପତ୍ର। ମାନ୍ୟବର ତ MLA MP ସେମାନେ ତ ସବୁ ଆମରି ସିଧାସଳଖ ଆମର ଛାତ୍ର ସେମାନେ। ଆଉ ମାନ୍ୟବର ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ତାଙ୍କ ପାଖକୁ ଆମେ ଦେଇଛୁ। ଆମ ସଂସଦ ତରଫରୁ ଆମେ ବାରମ୍ବାର ବି ଦେଇଛୁ। ଆଉ ଆମେ ସେଇ ଯୋଉ ମେମୋରାଣ୍ଡମ ସ୍ମାରକ ପତ୍ର ଦେଇଛୁ, ତା ଦେହରେ ଉଲ୍ଲେଖ କରିଛୁ କିପରି ଭଦ୍ରକ କଲେଜ ପୂର୍ବ ଗୌରବ ଫେରିଆସିବ, ଆହୁରି ଉତ୍ତରୋତ୍ତର ଉନ୍ନତି ହେବ, ୟାର କିପରି ଇନଫ୍ରାଷ୍ଟ୍ରକ୍ଚର ଭିତ୍ତିଭୂମି ଆହୁରି ଅଭିବୃଦ୍ଧି ହେବ, ତାର ସମସ୍ୟା ଗୁଡ଼ିକ କିପରି ସମାଧାନ ହେବ, ଆମେ ଟିକି ନିଖି ଭାବରେ ଦେଇଛୁ। ଏବଂ ଏ ଦିଗରେ ଆପଣଙ୍କୁ ଗୋଟେ କହି ରଖୁଛୁ ଯେ ଆମର ଯୋଉ ବର୍ତ୍ତମାନ ମାନ୍ୟବର ଜିଲ୍ଲାପାଳ ଅଛନ୍ତି, ବହୁତ ବହୁତ ଏତେ ଭଲ ସେ ଆମକୁ ଏତେ ସାହାଯ୍ୟ କରିଛନ୍ତି। ତାଙ୍କରି ପ୍ରକୋଷ୍ଠରେ ରହି ଆମେ ଆଲୋଚନା କରିଛୁ। ଯୋଉ ଆଲୋଚନାର ଫଳାଫଳ ଆମ ସଂସଦ ଯୋଉ ପୁରାତନ ଛାତ୍ର ସଂସଦ ତରଫରୁ ଆମେ ଯୋଉ ସ୍ମାରକ ପତ୍ର ଦେଇଛୁ, ଆମ ଅନୁରୋଧ କରୁଛି ଆଜିକା ସଭାରେ ଯେ ଯୋଉ ପଏଣ୍ଟ ଗୁଡ଼ିକ ସବୁ ଆମେ ଉଲ୍ଲେଖ କରିଛୁ, ସେତିକ ଯଦି ବର୍ତ୍ତମାନର ସରକାର, ମାନ୍ୟବର ମନ୍ତ୍ରୀ, ମାନ୍ୟବର MLA, ମାନ୍ୟବର MP ଯଦି ପଦକ୍ଷେପ ନିଅନ୍ତି, ତାହେଲେ ବହୁତ ଉନ୍ନତି ହେଇଯିବ ଏଇ 3-4 ବର୍ଷ ଭିତରେ, ମୋର ଏଇ ଦୃଢ ଆଶା। ସାର୍ ବେଳେ ବେଳେ ଏ କଲେଜ ଏ ମହାବିଦ୍ୟାଳୟର ପରିସର ବେଳେ ବେଳେ ବିବାଦ ଘରକୁ ଆସିଯାଏ। ତେଣୁ ଏଇଟା ତ ଜାଣତର ହଉ କି ଅଜାଣତର ହୁଏ, କିନ୍ତୁ ଆପଣ କଣ ଅପିଲ କରିବାକୁ ଚାହିଁବେ ସମସ୍ତଙ୍କୁ, ଯାହା ଫଳରେ କି ଇଏ ଗୋଟେ ଶାନ୍ତ ବାତାବରଣ ସବୁଦିନ ପାଇଁ ଏମିତି ଦୀର୍ଘାୟୁ ହେଇ ରହୁ? ଶୁଣନ୍ତୁ, ମନମାଳିନ୍ୟ ହବ ତ ଗୋଟେ ଡେମୋକ୍ରେଟିକ ସୋସାଇଟିରେ, ଗଣତାନ୍ତ୍ରିକ ସମାଜରେ ସାରା ଭାରତରେ ହଉଛି ନା, ସୁତରାଂ ଓଡ଼ିଶାରେ ବି ହଉଛି। ଭଦ୍ରକ କଲେଜରେ ଯଦି କିଛି ବିଶୃଙ୍ଖଳା ହେଲା, ମନୋମାଳିନ୍ୟ ହେଲା, ଏଇଟା କିଛି ବିଚିତ୍ର କଥା ନୁହେଁ। ମତେ ଆଶ୍ଚର୍ଯ୍ୟ ଲାଗେ ନାହିଁ। କିନ୍ତୁ ମୋର ସମସ୍ତଙ୍କୁ ଅନୁରୋଧ, ଯିଏ ଯୋଉ ଦଳରେ ହଉ, କଲେଜ ତ ଶିକ୍ଷା ଅନୁଷ୍ଠାନ, ଭଦ୍ରକ ଜିଲ୍ଲାର ଗୌରବ, ସମସ୍ତେ ୟା ପାଇଁ କାମ କରୁଛନ୍ତି, ଏବେ ବି କରୁଛନ୍ତି। ସେଇ ଟିକିଏ କଥା ଭୁଲିଗଲେ ସରିଗଲା କଥା। ମୁଁ ସମସ୍ତଙ୍କୁ ଅନୁରୋଧ କରେ ଯେ ଏଟା କାହିଁକି ହୁଏ ଶୁଣନ୍ତୁ। ଆପଣ ଜଣେ ବରିଷ୍ଠ ସାମ୍ବାଦିକ, ଆପଣ ଗୋଟେ ଅନୁଷ୍ଠାନ ଚଳଉଛନ୍ତି, ଆପଣଙ୍କର ଏତିକ ଜାଣୁନାହାନ୍ତି କାହିଁକି ଏହା ହଉଛି, ବିଶୃଙ୍ଖଳା ହୁଏ। ବିଶୃଙ୍ଖଳା ହୁଏ ଯେତେବେଳେ ମଣିଷ ମନରେ ଗୋଟେ ଆସେ ଅହଂ, ମୁଁ। ଯେତେବେଳେ ଆପଣ ଏଇ ଅହଂକୁ, ମୁଁ ବୋଲିକୁ ଆପଣ ଯଦି ହତ୍ୟା କରିପାରିବେ, ନଷ୍ଟ କରିପାରିବେ, ତାହେଲେ ସବୁ କଥା ଠିକ ହେଇପାରିବ। ଦ୍ୱିତୀୟରେ, ଯିଏ ଅଧ୍ୟୟିକି ରହିବେ ଅଧ୍ୟକ୍ଷ, ସେ ଯଦି ମେନ୍ ଅଫ୍ ଇଣ୍ଟିଗ୍ରିଟି ହୁଅନ୍ତି, ତାଙ୍କର ଯଦି ବ୍ୟକ୍ତିତ୍ୱ ଥାଏ, ଯଦି ଏକ ବଳିଷ୍ଠ ବ୍ୟକ୍ତିତ୍ୱର ସେ ଲୋକ ହେଇଥାନ୍ତି, ତାହେଲେ ସେଇ କଥା କିଛି ଭ୍ରୂକ୍ଷେପ କରିବେନି। କାରଣ ସେ ଅଧ୍ୟକ୍ଷ କହିବେ ମୁଁ ତ ନିରପେକ୍ଷ, ମୁଁ ତ ଗୋଟିଏ ପଇସା କାହାକୁ ଖାଇନି, କାହାକୁ ଦିଏନି, କି କାହାକୁ ଦେବି ନାହିଁ। ତାହେଲେ ତାଙ୍କର ଡର ଭୟ କଣ? ସେ ତ ସରକାରଙ୍କ ଦ୍ୱାରା ସବୁ କାମ କରିପାରିବେ ଯଦି ଯୋଉ କଥା ମୁଁ ବରାବର ସଭା ସମିତିରେ କୁହେ, ପ୍ରତିବଦ୍ଧତା, ଇନଭଲଭମେଣ୍ଟ ଆଣ୍ଡ କମିଟମେଣ୍ଟ ଓଡ଼ିଆରେ ହବ ପ୍ରତିବଦ୍ଧତା। ଏହା ତ ଯଦି ପ୍ରତିବଦ୍ଧତା ଥିବ ଯୋଉ ଅଧ୍ୟକ୍ଷଙ୍କର, ଯୋଉ ଅଧ୍ୟାପକଙ୍କର, ସେ ଅନୁଷ୍ଠାନ ଠିକ ଭାବରେ ଚାଲିବେ। କାହାକୁ ବିକ୍ଷୋଭ କରିବା ନାହିଁ, କାହାକୁ ଭୟ କରିବାର ନାହିଁ। ସାର୍ ଯେମିତି ଆପଣ ପ୍ରଥମରୁ କହୁଥିଲେ, ଏଇ ମହାବିଦ୍ୟାଳୟ ଯେତେବେଳେ ଆରମ୍ଭ ହେଇଥିଲା ଅନେକ ଲୋକଙ୍କର ଅବଦାନ ଅଛି, ଏମିତି କି ସାଧାରଣ ଲୋକଙ୍କର ବି ଅବଦାନ ଅଛି, ଆପଣ ତାକୁ ମନେ ରଖିଛନ୍ତି। ଆଜି ସାର୍ ଏଇ ପ୍ରତିଷ୍ଠା ଦିବସରେ ଆପଣ ସେଇ ଭଦ୍ରକ ବାସୀଙ୍କୁ, ସେଇ ଜନସାଧାରଣଙ୍କୁ, ସେଇ ସାଧାରଣ ଲୋକଟିକୁ କଣ କହିବା ପାଇଁ ଚାହିଁବେ? ଯୋଉ ରକମ ସେମାନେ ଅତୀତରେ କରୁଥିଲେ, ଏବେ ବି କରୁଛନ୍ତି, କିପରି ଭାବରେ କରୁଛନ୍ତି ଆପଣ କଣ କହିବି। ଏଇ 15-20 ଦିନ ଭିତରେ ଗୋଟେ ଉଦାହରଣ ଦଉଛି, ସାଧାରଣ ଲୋକ କିପରି ସାହାଯ୍ୟ କରୁଛନ୍ତି। ସାଧାରଣ ଲୋକ ସେ ଧରିନିଆ ଯୋଉ, ମୁଁ ଆପଣଙ୍କୁ ଉଦାହରଣ ଦଉଛି, ଧରିନିଆ ଯୋଉ ଆମେ ସ୍ପିଡ ପୋଷ୍ଟରେ ମାନ୍ୟବର ମନ୍ତ୍ରୀ ହଉ, ମାନ୍ୟବର ଆମର ପ୍ରେସିଡେଣ୍ଟ ହଉ, ଶ୍ରୀଯୁକ୍ତ ମନମୋହନ ସାମଲ ହୁଅନ୍ତୁ, ଏମାନେ ସବୁ ଏଇ କଲେଜର ତ ଛାତ୍ର ଥିଲେ, ବା ଶୀତାଂଶୁ ଶେଖର
ମହାପାତ୍ର ହୁଅନ୍ତୁ ବା ଅଭିମନ୍ୟୁ ସେଠୀ ହୁଅନ୍ତୁ, ଆମେ ଗୋଟେ ଚିଠି ଦଉ, ସେ ଚିଠି ପାଇଁ ଟଙ୍କା କିଏ ଖର୍ଚ୍ଚ କରିବ ଆପଣ କହୁନାହାନ୍ତି? 100 ଟଙ୍କା କିଏ ଖର୍ଚ୍ଚ କରିବ? ଗୋଟେ ଚିଠିର ପୋଷ୍ଟେଜ ତ 180 ଟଙ୍କା ପଡିବ, ତାକୁ ଦବ କିଏ? ତାକୁ ସେ ଟଙ୍କା ଦବ କିଏ? ସୁତରାଂ ଏଇମାନଙ୍କ ପାଖରୁ ଆମେ, ଛାତ୍ରମାନଙ୍କ ପାଖରୁ, ଅଭିଭାବକ ପାଖରୁ, ସାଧାରଣ ଲୋକ ପାଖରୁ ଆମେ ସଂଗ୍ରହ କରୁ, ସଂଗ୍ରହ କରି ଆମେ ଚିଠିଟେ ଦଉ। ଏହିପରି ଭାବରେ ଯଦି ଲୋକମାନେ ସାହାଯ୍ୟ କରିବେ ତାହେଲେ ଭଦ୍ରକ କଲେଜର ଉନ୍ନତି ହବ। ୟାର କେହି କିଛି କ୍ଷତି କରିପାରିବେନି, କେହି କିଛି କ୍ଷତି କରିପାରିବେନି। ଦର୍ଶକ ବନ୍ଧୁ, ସ୍ୱଳ୍ପ ସମୟ ଭିତରେ ଆପଣ ସାରଙ୍କୁ ଶୁଣୁଥିଲେ। ଆମ ସାଙ୍ଗରେ ଥିଲେ ପୂର୍ବତନ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଶୈଳେନ୍ଦ୍ର ମହାପାତ୍ର। ତାଙ୍କର ଦୀର୍ଘଦିନ ଅଭିଜ୍ଞତା ଆଉ ଅନୁଭୂତି ବଳରେ ସେ ଆଜି ପ୍ରତିଷ୍ଠା ଦିବସରେ ନିଜ ମନର କିଛି କଥା ଆପଣଙ୍କ ପାଖରେ ରଖିଲେ। ସାଧାରଣ ଲୋକଟିକୁ ବି ଛାଡ଼ିଲେ ନାହିଁ। ସମସ୍ତେ ଧନ୍ୟବାଦର ପାତ୍ର। ଏମିତି ଆପଣଙ୍କର ସହଯୋଗ ରହିଲେ ଏ ପରିବେଶ ଆହୁରି ସୁସ୍ଥ ହେବା ସଙ୍ଗେ ସଙ୍ଗେ ଏ କଲେଜର ସୁନାମ ଯାହା ଥିଲା ଆଗକୁ ମଧ୍ୟ ବଜାୟ ରହିବ। ଆମେ ଏଇ ଆଶା ରଖି ଆପଣଙ୍କ ଉପରେ ସମସ୍ତ ଜିନିଷ ଛାଡୁଛୁ ଯେ ଏ କଲେଜ ଆପଣ ମାନଙ୍କର, ଆଉ ଓଡିଶାରେ ନାଁ ରଖୁଥିବା, ଆଉ ନିଜକୁ ନିଜ ଅଞ୍ଚଳର ଗୌରବର ଆଉ ପ୍ରତିଷ୍ଠାକୁ ବଜାୟ ରଖୁଥିବା ଏ କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଆଗାମୀ ଦିନରେ ଗୋଟେ ସଫଳତାର ସହିତ ପ୍ରତିପାଦନ ହବ। ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରର ପ୍ରଭାତ ବିଜୟ, ଆର୍ସେନ ଓଡ଼ିଆ।